ସାନ୍ଧ୍ୟ ପାଠଚକ୍ରକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ପଢ଼ିବା 1967 ମସିହା ଏପ୍ରିଲ ମାସର ସମ୍ପାଦକୀୟ। ବହୁମୁଖୀ କାର୍ଯ୍ୟକ୍ରମ। ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶ ବ୍ୟାପକ ଭାବରେ ଓଡ଼ିଶାରେ ପ୍ରସାର କରିବା ନିମିତ୍ତ ବିଶେଷ ଚେଷ୍ଟା କରାଯାଉଛି। ନବଜ୍ୟୋତି ପ୍ରକାଶନ ଆଜିକୁ 10 ବର୍ଷ ହୋଇଗଲା ଏବଂ ଜନସାଧାରଣ ମଧ୍ୟରେ ଏହା ଶ୍ରୀଅରବିନ୍ଦଙ୍କ ଭାବଧାରା ପରିବେଷଣ କରିବାରେ ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଛି। ଏହାଛଡ଼ା ଶ୍ରୀଅରବିନ୍ଦ ଲୋକସାହିତ୍ୟ ପାଠଚକ୍ର ପତ୍ର ମଧ୍ୟ ପ୍ରକାଶିତ ହେଉଛି। ପାଠଚକ୍ର ପତ୍ର ହେଉଛି ଯେତେବେଳେ ଶ୍ରୀଅରବିନ୍ଦ ପାଠଚକ୍ର ସବୁ ଆରମ୍ଭ ହେଲା, ସେ ପାଠଚକ୍ରମାନଙ୍କ ଉଦ୍ଦେଶ୍ୟ ସ୍ୱତନ୍ତ୍ର ଭାବରେ ଗୋଟେ ଛୋଟିଆ ଚଟି ବହିଟିଏ ବାହାରୁଥିଲା, ଅଳ୍ପ 8-10 ପୃଷ୍ଠା ଥାଇକି ପାଠଚକ୍ରମାନଙ୍କ ସମ୍ପର୍କରେ କିଛି ନ୍ୟୁଜ୍ ଆଇଟମ୍ ଏବଂ କିଛି ପ୍ରଶ୍ନ ଉତ୍ତର ରହିଥାଏ। ବିଶେଷ କରି ନ୍ୟୁଜ୍ ଆଇଟମ୍ ପାଠଚକ୍ର ସମ୍ପର୍କରେ କେଉଁଠି କ'ଣ କାର୍ଯ୍ୟକ୍ରମ ହେଇଛି କିଛି ଦିନ ବାହାରିଛି, ବହୁତ ଦିନ ବାହାରିନି, କିନ୍ତୁ ପାଠଚକ୍ର ପତ୍ର ବାହାରିଥିଲା। ପାଠଚକ୍ର ପତ୍ର ପାଠଚକ୍ର ଗୁଡ଼ିକର ସମ୍ବାଦ ତଥା ମାଆଙ୍କ ନୂତନ ବାଣୀ ସବୁ ପ୍ରକାଶ କରି ଜନସାଧାରଣରେ ବିଶେଷ ଭାବେ ଆଦୃତ ହୋଇଛି। ଲୋକସାହିତ୍ୟରେ ଶ୍ରୀଅରବିନ୍ଦ ଦର୍ଶନ ଓ ଯୋଗ ସମ୍ବନ୍ଧୀୟ ଅନ୍ୟ କେତେକ ମହତ୍ତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଉଛି। ଆମେ ଅନ୍ୟ ଦିନ ଆଲୋଚନା କରିଥିଲୁ ତା ଶ୍ରୀଅରବିନ୍ଦ ଲୋକସାହିତ୍ୟ କାହିଁକି ହେଲା ଏବଂ ଲୋକମାନଙ୍କ ନିମନ୍ତେ ସାହିତ୍ୟ, ଲୋକମାନଙ୍କ ଉଦ୍ଦେଶ୍ୟରେ ସେ ସାହିତ୍ୟ ଲେଖା ହେଲା। ଅତ୍ୟନ୍ତ ସରଳ ଏବଂ ସମସ୍ତେ ବୁଝିପାରିଲା ଭଳି, ଖୁବ୍ ବେଶୀ ଶିକ୍ଷା ଲାଭ କରିନଥିବା ଲୋକ ମଧ୍ୟ ତାକୁ ପଢ଼ି ବୁଝିପାରିବେ। ଏବଂ ଆମେ ଅନ୍ୟ ଦିନ ଆଲୋଚନା କରୁଥିଲୁ ଯେ ବାବାଜୀ ମହାରାଜ କେତେଗୁଡ଼ିଏ ନୂତନ ଶବ୍ଦ ସବୁ ସୃଷ୍ଟି କରିଛନ୍ତି। ଅଭିଧାନରେ ଖୋଜିଲେ ହୁଏତ ସେ ଶବ୍ଦ ସବୁ ମିଳିବନି, କିନ୍ତୁ ଲୋକମାନେ ବୁଝିପାରିବେ, ଲୋକମାନେ ସେ ଶବ୍ଦ ବୁଝିପାରିବେ। ଏଇଭଳି ଭାବରେ ଗୋଟେ ଲୋକସାହିତ୍ୟ ବୋଲି ଗୋଟେ ସାହିତ୍ୟ ନଥିଲା। ଲୋକଗୀତ, ଲୋକ ଅନ୍ୟାନ୍ୟ ସବୁ ଲେଖା ହେଇଥିଲା, କିନ୍ତୁ ଲୋକସାହିତ୍ୟ ଏଇଟା ବୋଧେ ବାବାଜୀ ମହାରାଜଙ୍କ ପାଖରୁ ଆରମ୍ଭ ହେଲା। ଶ୍ରୀଅରବିନ୍ଦଙ୍କ ଦର୍ଶନ ସମ୍ପର୍କରେ ସାଧାରଣ ଲୋକମାନଙ୍କ ଉଦ୍ଦେଶ୍ୟରେ ଲିଖିତ ଯାହା କିଛି ତାକୁ ଶ୍ରୀଅରବିନ୍ଦ ଲୋକସାହିତ୍ୟ କୁହାଗଲା ଏବଂ ସେ ପୁସ୍ତକ ଆକାରରେ ମଧ୍ୟ ପ୍ରକାଶ ହେଲା। ଶ୍ରୀଅରବିନ୍ଦ ଲୋକସାହିତ୍ୟ ମାଳାର 52ଟି ସଂଖ୍ୟା ଏବଂ ପାଠଚକ୍ର ପତ୍ରର 13ଟି ସଂଖ୍ୟା ପ୍ରକାଶ ପାଇଛି। 1967 ଏପ୍ରିଲ ବେଳକୁ ଶ୍ରୀଅରବିନ୍ଦ ଲୋକସାହିତ୍ୟ 52ଟି ବାହାରି ସାରିଲାଣି ଏବଂ ପାଠଚକ୍ର ପତ୍ର 13ଟି। ଇତିମଧ୍ୟରେ ନବଜ୍ୟୋତି କାର୍ଯ୍ୟାଳୟ ତରଫରୁ ମାଆଙ୍କ ଅନୁମତି କ୍ରମେ ଶ୍ରୀଅରବିନ୍ଦ ଛାତ୍ର ସମାଜ ଓ ଶ୍ରୀଅରବିନ୍ଦ ଯୁବ ସମାଜ ନାମକ 2ଟି ନୂତନ ଅନୁଷ୍ଠାନ ଗଢ଼ାଯାଇଛି। ଛାତ୍ର ଓ ଯୁବକମାନଙ୍କ ମଧ୍ୟରେ ବିଶେଷ ଭାବେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଦିବ୍ୟ ଜୀବନର ଆଦର୍ଶ ପ୍ରଚାର କରିବା ନିମିତ୍ତ ଏହି ଅନୁଷ୍ଠାନ ଗଠିତ ହୋଇଛି। ଉଦ୍ଦେଶ୍ୟ ସିଧା ସିଧା ମା ଶ୍ରୀଅରବିନ୍ଦଙ୍କ କଥା କୁହାହେବ ଛାତ୍ରମାନଙ୍କ ଭିତରେ, ଯୁବକମାନଙ୍କ ଭିତରେ। ସାମୟିକ ରୂପେ ଏହାର ବୁଲେଟିନ୍ ମଧ୍ୟ ପ୍ରକାଶ ପାଇବ। ଛାତ୍ର ଓ ଯୁବକମାନେ ଏହି ନୂତନ ଅନୁଷ୍ଠାନ ଗୁଡ଼ିକର ସଭ୍ୟ ହେବାକୁ ବିଶେଷ ଭାବେ ଆଗ୍ରହ ପ୍ରକାଶ କରୁଛନ୍ତି। ଯୁବକ ବା ଛାତ୍ର ଏହି ଛାତ୍ର ସମାଜ ବା ଯୁବ ସମାଜର ସଭ୍ୟ ହେବାକୁ ହେଲେ ଗୋଟିଏ ଫର୍ମ ପୂରଣ କରି ବାର୍ଷିକ ଚାନ୍ଦା 2 ଟଙ୍କା ବା 1 ଟଙ୍କା ଦେବାକୁ ହୁଏ। କେବଳ ଚିଠିପତ୍ର ଓ ପତ୍ରିକା ପଠାଇବାର ଡାକ ଖର୍ଚ୍ଚ ନିମିତ୍ତ ସଭ୍ୟ ଚାନ୍ଦା ରଖାଯାଇଛି। ଏ ସମ୍ବନ୍ଧରେ ନବଜ୍ୟୋତି କାର୍ଯ୍ୟାଳୟକୁ ଚିଠିପତ୍ର ଲେଖିଲେ ସମସ୍ତ ପ୍ରକାର ଖବର ଦିଆଯିବ। ଦେବ ମୁହୂର୍ତ୍ତ। ଆମମାନେ ପୂର୍ବରୁ ଉଲ୍ଲେଖ କରିଛୁ ଯେ ଏହା ଏକ ବିଶେଷ ପରିବର୍ତ୍ତନର ସମୟ। ସଂସାରରେ ଚାରିଆଡ଼େ ଅଶାନ୍ତି ଓ ବିଶୃଙ୍ଖଳା ବଢ଼ି ଚାଲିଛି। ଅସ୍ଥିରତା ଓ ବିକ୍ଷୋଭ ମନୁଷ୍ୟ ଜୀବନକୁ ନାନା ଭାବରେ ଆକ୍ରାନ୍ତ କରିଛି। ଯେଉଁମାନେ ଏହିପରି ଅଶାନ୍ତି ଓ ଅସ୍ଥିରତା କବଳରେ ପଡ଼ି ଜୀବନ ପ୍ରତି ଶ୍ରଦ୍ଧା ହରାଇଛନ୍ତି ଏବଂ ହତୋତ୍ସାହ ହୋଇ ମୃତ୍ୟୁକୁ ଅପେକ୍ଷା କରୁଛନ୍ତି,
ସେମାନେ ଭଗବାନଙ୍କର ଆଶ୍ରୟ ନେବା ଉଚିତ। ଏକମାତ୍ର ଆଧ୍ୟାତ୍ମିକ ଆଲୋକ ଶକ୍ତି ଓ ଜ୍ଞାନ ଜୀବନକୁ ଶାନ୍ତି ଓ ସରସତା ପ୍ରଦାନ କରିବ। ବର୍ତ୍ତମାନ ଅବସ୍ଥାରେ ଅତିଷ୍ଠ ହେଲେ ଜଣେ କ'ଣ କରିବ? ବହୁ ସମୟରେ ବ୍ୟକ୍ତି ଆତ୍ମହତ୍ୟା କରିଦେବା ପାଇଁ ସିଦ୍ଧାନ୍ତ ନିଅନ୍ତି। ହ୍ୱାଇଟ୍ ରୋଜେସରେ ଚମତ୍କାର ଭାବରେ ଲେଖିଛନ୍ତି, ଆହୁରି ଅଧିକ ଯନ୍ତ୍ରଣା ଭୋଗିବ ଜଣେ ହତୋତ୍ସାହିତ ହୋଇ ଯଦି ଆତ୍ମହତ୍ୟା କରେ। ଶରୀର ନଷ୍ଟ ହୋଇଯିବ, ଶରୀର କିଛି କଷ୍ଟ ପାଇବନି, କିନ୍ତୁ ପ୍ରାଣ ଯିଏ ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିବ ତାର ପ୍ରାଣ ପରବର୍ତ୍ତୀ ଜୀବନମାନଙ୍କରେ ପରବର୍ତ୍ତୀ ଜନ୍ମରେ ଆହୁରି ଅଧିକ କଷ୍ଟ ପାଇବ। କାରଣ ଯେଉଁ ଉଦ୍ଦେଶ୍ୟରେ ସେ ଶରୀର ତ୍ୟାଗ କରିଥିବ, ଯେଉଁଥିପାଇଁ ବିତୃଷ୍ଣା ଭାବରେ ଶରୀର ତ୍ୟାଗ କରିଥିବ, ସେ ଚାଲିଯିବନି, ତାକୁ ହାସଲ କରିବାକୁ ପଡ଼ିବ, କିନ୍ତୁ ଆହୁରି ଅଧିକ ବହୁତ ଜଟିଳ କଷ୍ଟ ଭିତରେ। ତେଣୁ ଫାର୍ ଫ୍ରମ୍ ଇଟ୍ ସେ ଲେଖିଲେ, ଏ ମା ଲେଖିଛନ୍ତି, ଡେଥ୍ ଇଜ୍ ନଟ୍ ଏ ସଲ୍ୟୁସନ୍, ଫାର୍ ଫ୍ରମ୍ ଇଟ୍। ଏଇଟା ବହୁତ ଅଧିକ। କିନ୍ତୁ ଯେଉଁମାନେ ହତୋତ୍ସାହୀ ମୃତ୍ୟୁକୁ ଅପେକ୍ଷା କରୁଛନ୍ତି, ଆଉ କିଛି ଦିନ ଗଡ଼ିଯାଉ, ଏକଦିନ ଜୀବନଟା କଟିଯିବ, କାହିଁକି ଆଉ ସେଥିରେ ମାନେ 50-60 ବର୍ଷ ହଉ ନିଜକୁ ବୁଢ଼ା ବୋଲି ସମ୍ବୋଧନ କରିବା। ବୁଢ଼ା ହେଲୁଣି, ଆଉ କ'ଣ ତ ହେଲା କି? କିଛି ତ ହେଲାନି ଜୀବନରେ, ଛାଡ଼, ଆଉ କିଛି ଦିନ ସମୟ କଟିଗଲେ ଯାଏ। ଅର୍ଥାତ୍ ସେମାନେ କେବଳ ଆଉ କିଛି କରିବାକୁ ନାହିଁ, କେବଳ ମୃତ୍ୟୁକୁ ଅପେକ୍ଷା କରିବା କଥା। ଆଉ କିଛି ଦିନ କଟିଯିବା ମାନେ ଏତେ ଦିନ କଟିଗଲା, ଆଉ କିଛି ଦିନ କଟିଗଲା ପରେ କାମ ସରିଯିବ। ଯେଉଁ କାମ ସରିଯିବ ମାନେ ମୃତ୍ୟୁ ଆସିଯିବ। ହତୋତ୍ସାହିତ ହୋଇ ଏଇ ହିଁ ବ୍ୟକ୍ତି କହେ ଶେଷକୁ ସେମାନେ ଭଗବାନଙ୍କର ଆଶ୍ରୟ ନେବା ଉଚିତ। ଯେଉଁମାନଙ୍କର ଏଇ ଅବସ୍ଥା ଆସୁଛି, ସେମାନଙ୍କର କୌଣସି ମତେ ଗୋଟେ ଧାରଣା ଯେ ସାହାଯ୍ୟ ସବୁ ବାହାରୁ କେଉଁଠି ଥାଏ, ସରକାର ସାହାଯ୍ୟ କରିବ, ନହେଲେ ବ୍ୟକ୍ତିବିଶେଷ ସାହାଯ୍ୟ କରିବ, ନହେଲେ ବନ୍ଧୁବାନ୍ଧବ ସାହାଯ୍ୟ କରିବେ, କିମ୍ବା ଅନୁଷ୍ଠାନ ସାହାଯ୍ୟ କରିବ, କିମ୍ବା ମୋର ଯିଏ ଆତ୍ମୀୟ ସେମାନେ ସାହାଯ୍ୟ କରିବେ, ଏମିତି ଅନେକ ପ୍ରକାରର ଆଶା କରାଯାଇଥାଏ। କିନ୍ତୁ ଯେତେବେଳେ ସବୁଆଡ଼ୁ ହତୋତ୍ସାହ ହୁଏ, ସେ ଜାଣେ ଯେ କେଉଁଠି ଆଉ ସାହାଯ୍ୟ ମିଳିବ ନାହିଁ, ସେତେବେଳେ ସେ ଅପେକ୍ଷା କରେ, ଆଉ କିଛି ହେବନି ଜୀବନରେ। ସେହି ସମୟରେ କୁହାହେଉଛି ଯେ ତୁମେ ଭଗବାନଙ୍କ ଆଶ୍ରୟ ନିଅ। ସବୁଆଡ଼ୁ ଆଶା ଛାଡ଼ିଲା ପରେ ଭଗବାନଙ୍କ ଆଶ୍ରୟ ନେଲେ, ଭଗବାନ ହେଉଛନ୍ତି ସବୁର ସ୍ରଷ୍ଟା, ସବୁର କିଛି ତାଙ୍କ ପାଖରେ ଅଛି, ସବୁର ଉତ୍ସ ସିଏ, ସବୁର ମୂଳ ସିଏ। ତେଣୁ ତୁମେ ଯଦି ଭଗବାନ ପାଖରେ ଆଶ୍ରୟ ନିଅ, ତାହେଲେ ଏଇ ଯେଉଁ ଅବସାଦ, ବିଷାଦ, ଚିନ୍ତା, ଭୟ, ମିଥ୍ୟାଚାର, ଏସବୁ ବିଭିନ୍ନ ପ୍ରକାରର ଯେଉଁ ଯନ୍ତ୍ରଣା ତୁମେ ଭୋଗୁଛ, ସେଥିରୁ ନିଶ୍ଚୟ ରକ୍ଷା ପାଇବ। କାରଣ ଭଗବାନଙ୍କ ପାଖରେ ସବୁ ସମାଧାନ ଅଛି। ଏକମାତ୍ର ଆଧ୍ୟାତ୍ମିକ ଆଲୋକ, ଶକ୍ତି ଓ ଜ୍ଞାନ ଜୀବନକୁ ଶାନ୍ତି ଓ ସରସତା ପ୍ରଦାନ କରିବ। ଏକମାତ୍ର ଆଧ୍ୟାତ୍ମିକ ଆଲୋକ, ଶକ୍ତି ଓ ଜ୍ଞାନ ଜୀବନକୁ ଶାନ୍ତି ଓ ସରସତା ପ୍ରଦାନ କରିବ। କିନ୍ତୁ ଏ ଆଧ୍ୟାତ୍ମିକତା ହେଲା ପୂର୍ଣ୍ଣାଙ୍ଗ ଦିବ୍ୟ ଜୀବନର ଆଦର୍ଶ। କେଉଁ ଆଧ୍ୟାତ୍ମିକତା? ଏକ ପୂର୍ଣ୍ଣାଙ୍ଗ ଦିବ୍ୟ ଜୀବନର ଆଦର୍ଶ ଯେଉଁ ଆଧ୍ୟାତ୍ମିକତା। ଜୀବନଟା ଦିବ୍ୟ ଜୀବନ ହେବ, ତାହା ପୂର୍ଣ୍ଣାଙ୍ଗ ହେବ। ଜୀବନକୁ ଦୁଇଟି ବିଶେଷଣ ଏଠି ଦିଆଯାଇଛି, ଦିବ୍ୟ ଜୀବନ। ଦିବ୍ୟ ଜୀବନ କେଉଁ ଜୀବନ? ମନୁଷ୍ୟ ଜୀବନ ନୁହଁ, ସାଧାରଣ ମନୁଷ୍ୟ ଜୀବନ ନୁହଁ, ମନୁଷ୍ୟ ଜୀବନର ପରବର୍ତ୍ତୀ ଯେଉଁ ଜୀବନ, ଯେଉଁ ନୂତନ ମାନବ ଜାତି, ସେ ହେଉଛି ମଣିଷର ଦିବ୍ୟ ଜୀବନ। ସେ ଏଠି କୁହାହେଉଛି ପୂର୍ଣ୍ଣାଙ୍ଗ ଦିବ୍ୟ ଜୀବନ। ଅର୍ଥାତ୍ ଏଇଟା ହେଉଛି ଗୋଟେ ଏମ୍ଫାଟିକାଲ। ଦିବ୍ୟ ଜୀବନ ମାନେ ହିଁ ପୂର୍ଣ୍ଣାଙ୍ଗ। ମନ, ପ୍ରାଣ, ଶରୀର, ଆତ୍ମା ସମସ୍ତେ ପ୍ରକାଶିତ ହେବେ ବା ରୂପାନ୍ତରିତ ହେବେ। ଆତ୍ମାର ପରିଚାଳନାରେ ରହିବେ ମନ, ପ୍ରାଣ, ଶରୀର। ଏ ହେଉଛି ଦିବ୍ୟ ଜୀବନ। ପୂର୍ଣ୍ଣାଙ୍ଗ କାହିଁ କୁହାହେଉଛି ନା ଅଧିକ ଏମ୍ଫାସିସ୍, ମନ, ପ୍ରାଣ, ଶରୀର ନିଶ୍ଚୟ ରୂପାନ୍ତରିତ ହେବେ। କେହି ରୂପାନ୍ତରିତ ହେଇଛନ୍ତି, କେହି ନ ହୋଇଛନ୍ତି, ଚଳିଯାଉଛି, ସେମିତି ନୁହଁ। ପୂର୍ଣ୍ଣାଙ୍ଗ ହେବାକୁ ପଡ଼ିବ। ଏକ ପୂର୍ଣ୍ଣାଙ୍ଗ ଦିବ୍ୟ ଜୀବନର ଆଦର୍ଶ ହେଲା ଏହି ଆଧ୍ୟାତ୍ମିକତା।
जो आध्यात्म ग्रहण कले आध्यात्मिक आलोक शक्ति और ज्ञान जीवन को शांति और सरसता प्रदान कर आध्यात्मिकता माँ श्री अरविंद ये आध्यात्मिक भावधारा को प्रसार कराई मानव जातिर दुख और शोकर परिसमाप्ति निमित्त अतिमानस दिव्य शक्ति को पृथ्वी पृष्ठ उतारी आनी यही शक्तिर व्यापक और समग्र क्रियाफल मनुष्य जीवन और कर्म और पार्थिव प्रकृति मध्य रूपांतरित हो। यही शक्तिर व्यापक और समग्र क्रियाफल मनुष्य जीवन और कर्म और पार्थिव प्रकृति मध्य रूपांतरित हो। यही रूपांतर कौन कौन रूपांतरित हो? यही शक्तिर व्यापक और समग्र क्रियाफल यही अतिमान शक्ति दिव्य शक्ति अतिमान दिव्य शक्ति ये जिते पृथ्वी पृष्ठ उतारी आनी तार व्यापक क्रिया चलो व्यापक क्रिया से कहते 67 मसीह परवर्ती अवस्था से निश्चित भाव व्यापक क्रिया चल बर्तमान ता अति व्यापकतर भाव क्रिया करमान शक्ति बर्तमान मनुष्य जीवन और कर्म और पार्थिव प्रकृति मनुष्य जीवन और कर्म और पार्थिव प्रकृति माने जो प्रकृति में बंचीचु स्वाभाविक साधारण शरीर बंचु तार जो से शरीर जो प्रकृति सब ये जीवन जो प्रकृति से पार्थिव प्रकृति सब रूपांतरित हो। आम अनेक किसी प्रकृति आम निजर प्रकृति स्वभाव कहुच्छे आम स्वभाव बा प्रकृति आ द्वारा परिचालित होचु एवं अनेक जंत्रणा भोग से कारण तार समाधान आम हाथ नहीं आम भितर राग रोष काम क्रोध मोह मद माश्चर्य हिंसा द्वेष ईर्षा विषाद भय आशंका अनेक 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 से सब अच्छा आम स्वार्थ आम प्रकृति भितर मान सब रही तेणु से पार्थिव प्रकृति को रूपांतरित कराया पड़ो केमती रूपांतर हे ना ये अतिमानस दिव्य शक्तिर व्यापक और समग्र क्रियाफल अतिमान शक्ति जो व्यापक तार क्रिया हम समग्र क्रिया हम मनुष्य जीवन और कर्म पार्थिव प्रकृति एम सब रूपांतरित हे आ रूपांतरित करने एवं आम कौन कर धरा जाऊ आम गोटे कम हम से कम कौन कर गोटे प्रोसीजर अच्छे से प्रोसीजर कौन से प्रोसीजर हूँ तुम दरखास्त कर आजिकल सब ऑनलाइन कर दिया ऑनलाइन दरखास्त कर तुम गोटे पासवर्ड आसो से पासवर्ड फिड कर कौन कौन सब प्रोसीजर अच्छे आपको करें ये पार्थिव प्रकृति रूपांतर करने आर प्रोसीजर कौन आ प्रोसीजर हूँ जी परिवर्तन कर आश्रित हम जी परिवर्तन कर तार तुम आश्रित हो व्यापक समग्र क्रियाफल मनुष्य जीवन कर्म और पार्थिव प्रकृति मध्य रूपांतरित हो। यही रूपांतर समय वास्तव एक संदीक्षण आमे जो रूपांतर आशा करुचु अपेक्षा रखीचु प्रार्थना करुचु आस्पृहा करुचु जो रूपांतर से तार समय वास्तव एक संदीक्षण गोटे अवस्था आ गोटे अवस्था को आसीचु एवं पुणी आ गोटे अवस्था को जीव पशु स्तर रूपांतर फल मनुष्य हो मनुष्य रूपांतर फल अतिमानव हम तेणु मनुष्य अतिमानव मध्य जो समयटी से समय आम अच्छु तेणु गोटे संदीक्षण यहाँ एवं एक देव मुहूर्त ये संदीक्षण को देव मुहूर्त कहुँ जो मैंने ये मुहूर्तर महत्व बुझे से निश्चय भागवत करुणा और शक्ति लाभ करी नूतन जगतर प्रतिष्ठा निमित्त अग्रसर हे जो मैंने ये मुहूर्तर महत्व बुझे ये देव मुहूर्त सब न वर्णा है देव मुहूर्त जो चैप्टर 37 लिखिं बर्तमान यही समय को यही मुहूर्त को ही देव मुहूर्त कहुँ माँ तांकर गोटे मेसेज लिखिं यह आगुरी नाला एवं भविष्य भी आसबनी आसबनी यही मुहूर्त जो ये समय जो आसी आगुरी समय नाला सुजोग नाला भविष्य आसबनी कारण कारण ये कार्य सरीगला ये सुजोग दरकार पड़ो तेणु आम आभेल कर सारी पाई सारी जो मैंने ये मुहूर्तर महत्व बुझे से निश्चय भागवत करुणा और शक्ति लाभ करी
ନୂତନ ଜଗତର ପ୍ରତିଷ୍ଠା ନିମିତ୍ତ ଅଗ୍ରସର ହେବେ। ତେଣୁ ଆମକୁ ଦାୟିତ୍ୱ ଦିଆଗଲା ଏ ମୁହୂର୍ତ୍ତର ମହତ୍ତ୍ୱକୁ ବୁଝିବା ଏବଂ ଭାଗବତ କରୁଣା ଶକ୍ତି ଲାଭ କରିବା, ନୂତନ ଜଗତର ପ୍ରତିଷ୍ଠା ନିମିତ୍ତ ଅଗ୍ରସର ହେବା। ଏଇଟା ହେଉଛି ଆମର ଦାୟିତ୍ୱ। ଭାଇ ଭଉଣୀମାନେ, ମହାଶିବନ୍ଦ ମଣିଷର ସମସ୍ୟାକୁ ଏତେ ଖିନଭିନ କରି ବୁଝିଛନ୍ତି, ଏତେ ଖିନଭିନ କରି ଆଲୋଚନା କରିଛନ୍ତି ଯେ ସେତେବେଳେ ସେ ଆଲୋଚନା ଗୋଟେ ବି ଗୋଟେ ପଢ଼ା ହେଉଛି, ସବୁବେଳେ ଲାଗୁଛି ମୋରି କଥା ହିଁ ଏଥିରେ ଆଲୋଚନା କରାଯାଇଛି। କାରଣ ସମସ୍ତଙ୍କର କଥା ମୋରଲେ ସମାନ। ମଣିଷମାନେ ଯେଉଁମାନେ ଏଠି ଅଛନ୍ତି, ପୃଥିବୀ ପୃଷ୍ଠରେ ଯେଉଁ ମନୁଷ୍ୟ ବାସ କରୁଛି, ସିଏ ମାଲିକ ହେଉ ଚାକର ହେଉ, ଜ୍ଞାନୀ ଗୁଣୀ ପଣ୍ଡିତ ହେଉ ବା ମୂର୍ଖ ହେଉ, ସେ ବ୍ରାହ୍ମଣ ହେଉ ବା ତଫସିଲ ଜାତି ବା ଅନ୍ୟ ଜାତି ହେଉ, ସିଏ କେଉଁ ବର୍ଣ୍ଣ କେଉଁ ଜ୍ଞାନ କ'ଣ ବି ହେଉ, ଏଥିରେ କିଛି ଆସେ ନାହିଁ, ସମସ୍ୟା ପ୍ରାୟ ସମାନ। ମନୁଷ୍ୟର ସମସ୍ୟା ଏସବୁ ଉପରେ ନିର୍ଭର କରେନି। ଜଣେ ଖୁବ୍ ଜ୍ଞାନୀ ବ୍ୟକ୍ତି, ତା ପାଇଁ ଯେଉଁ ସମସ୍ୟା ଗୋଟେ ଅଶିକ୍ଷିତ ଲୋକର ସମସ୍ୟା ତାହା ହେବ ନାହିଁ, ଏ କେବେ ବି ନୁହଁ। ସମସ୍ୟା ସମାନ ହେବ। କାରଣ ବିବର୍ତ୍ତନ ଧାରାରେ ମନୁଷ୍ୟ ଯେଉଁ ଅବସ୍ଥାରେ ପହଞ୍ଚି, ସେଇ ଅବସ୍ଥାରେ ସମସ୍ତଙ୍କର ଅନ୍ତର ଭିତରର ଅବସ୍ଥା ମୋରଲେ ସେଇଭଳି ଅବସ୍ଥାରେ ଅଛି। ବାହ୍ୟ ତୁମର ଯେକୌଣସି ଆଚିଭମେଣ୍ଟ ବାହାରେ ତୁମେ ଯାହା ଯାହା ଆଚିଭ୍ କରିବ, ଯାହା ପ୍ରକାଶ ପାଇବ, ଯାହା ସବୁ କରିପାରିବ, ତୁମ କୃତିତ୍ୱ ଇତ୍ୟାଦି, ଆର ବିଶେଷ ପ୍ରଭାବ ପଡ଼ିବନି। ବାହ୍ୟ ଜୀବନ ବଞ୍ଚିବା ପାଇଁ ତାର ପ୍ରଭାବ ପଡ଼ିବ। ବାହ୍ୟ ଜୀବନ ଗୋଟେ ବଞ୍ଚିବା ପାଇଁ ପ୍ରଭାବ ପଡ଼ିବ। କାରଣ ଗୋଟେ ଅଫିସର ଯିଏ ବସ୍, ସିନିୟର ମୋଷ୍ଟ ବସ୍ ଯିଏ, ଆଉ ଗୋଟେ ପିଅନ ଯିଏ, ତାଙ୍କ ଭିତରେ ତଫାତ ରହିବ ହିଁ ହେବ। ସେ ତଫାତ କଥା ପଡ଼ିନି। ଆର୍ଥିକ କାହାର ସାମର୍ଥ୍ୟ କେତେ ଅଧିକ ରହିବ ସେ କଥା, କିନ୍ତୁ ଭିତରେ ସେ ଯେଉଁ ସମସ୍ୟା ଭୋଗୁଥିବ, ଏ ସେଇ ସମସ୍ୟା ଭୋଗୁଥିବ। କାରଣ ଭିତରେ ପ୍ରାୟ ସମାନ ସ୍ତରରେ ସମସ୍ତେ ଆମେ ଅଛୁ। କୌଣସି ଆମର ବୟସାଧିକ୍ୟ, ବୟସ ବେଶୀ ହେଇଗଲାଣି ତେଣୁ ସମସ୍ୟା ଅଧିକ ନାହିଁ, ସେମିତି ନାହିଁ। ବୟସ ବେଶୀ ହେଇଗଲେ ସମସ୍ୟା ବେଶୀ, ସେସବୁ ବାହାର ପାଇଁ। ଭିତରେ ସବୁ ସମାନ। ଯାହା ଯାହା ସମସ୍ୟା ସିଏ ଭୋଗୁଛି, ମୁଁ ବି ସେଇ ସମସ୍ୟା। ସେ ଅହଙ୍କାର ସମସ୍ୟା, ମିଥ୍ୟାଚାର ସମସ୍ୟା, ଅଜ୍ଞାନତାର ସମସ୍ୟା, ସବୁ ସ୍ୱାର୍ଥର ସମସ୍ୟା, ଆମେ ସବୁ ତାକୁ ମୁଁ ବି ଭୋଗୁଛି, ସେ ବି ଭୋଗୁଛି, ସମସ୍ତେ ତାକୁ ଭୋଗୁଛନ୍ତି। କାହିଁକିନା ଏଇଟା ସନ୍ଧିକ୍ଷଣ ବୋଲି କୁହାହେଉଛି। ଯେହେତୁ ସନ୍ଧିକ୍ଷଣରେ ଜଗତ ଅଛି, ପୃଥିବୀ ସନ୍ଧିକ୍ଷଣରେ ଅଛି, ତେଣୁ ପୃଥିବୀର ସବୁ ଲୋକଙ୍କର କଣ୍ଡିସନ୍ ମୋରଲେ ସମାନ ହେବା ସ୍ୱାଭାବିକ କଥା ଏଇଟା। ଏଥିରେ ଯେଉଁମାନେ ଅନ୍ତରରେ ଅଧିକରୁ ଅଧିକ ଚୈତ୍ୟ ପୁରୁଷ ନିକଟବର୍ତ୍ତୀ ହେବେ ବା ଚୈତ୍ୟ ପୁରୁଷଙ୍କ ମାଧ୍ୟମରେ ଆତ୍ମା ନିକଟବର୍ତ୍ତୀ ହେବେ, ଯେଉଁମାନେ ଅଧିକରୁ ଅଧିକ ସଚେତନ ହେବେ ଏବଂ ଚେତନା ଭିତରେ ପ୍ରବେଶ କରିପାରୁଥିବେ ଅଧିକରୁ ଅଧିକ, ସେମାନେ ଧୀରେ ଧୀରେ ସ୍ପଷ୍ଟ ଭାବରେ ଅନୁଭବ କରିପାରୁଥିବେ ଯେ ଏଇସବୁ ସମସ୍ୟାର କାରଣ କ'ଣ ଏବଂ ତାର ସମାଧାନର ବାଟ କି। ନଚେତ୍ ସମସ୍ତଙ୍କୁ ଯେତେବେଳେ ଜଣଙ୍କ ଆଗରେ ଯିଏ କହୁଥିବ ଏମିତି ହେଇଛି ସେମିତି ହେଇଛି, ସେ ମନେ ମନେ ଭାବୁଥିବ ମୋ ଆଗରେ କାହିଁ କହୁଛ, ମୋର ତ ସେଇ ସମସ୍ୟା ଅଛି। ଏ ସମସ୍ତେ ଚାହିଁଲେ ତାଙ୍କର ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବା ପାଇଁ ସୁଯୋଗ ପାଇବେ ଏବଂ ମହାଶିବଙ୍କ କୃପା ପାଇବେ। ଅତିମାନ ଶକ୍ତିର ପ୍ରଭାବ ସମଗ୍ର ପୃଥିବୀରେ ଥିଲାବେଳେ ତାର ସୁଯୋଗ ନେଇପାରିବେ। ସେଥିପାଇଁ ନିଜେ ଚାହିଁବେ, ଇଚ୍ଛା କରିବେ, ପ୍ରାର୍ଥନା କରିବେ, ଆସ୍ପୃହା କରିବେ, ଏ ଶକ୍ତି ମୋ ଭିତରେ କାର୍ଯ୍ୟ କରୁ। ଯେହେତୁ ଏହାର ଗୋଟେ ଆବଶ୍ୟକତା ଅଛି ବୋଲି ଗୋଟେ ବ୍ୟାପକ ଜ୍ଞାନ ନାହିଁ, ମଣିଷ ସମାଜ ଭିତରେ ଗୋଟେ ଖୁବ୍ ବ୍ୟାପକ ଜ୍ଞାନ ନାହିଁ ଯେ ଆମେ ଏଇ ଅବସ୍ଥାରୁ ଉର୍ଦ୍ଧ୍ୱକୁ ଉଠି ଯାଇପାରିବା ଏବଂ ତା'ର ସମାଧାନ ଅଛି। ଆମେ ଏଥିରୁ ଉର୍ଦ୍ଧ୍ୱକୁ, ଏଇ ଅବସ୍ଥାରୁ ଉର୍ଦ୍ଧ୍ୱକୁ ଉଠି ଯାଇପାରିବା ଏବଂ ତା'ର ଗୋଟେ ସମାଧାନ ଅଛି, ଏ ବିଷୟରେ ବିଶେଷ ଧାରଣା ନାହିଁ ଲୋକଙ୍କର। ତେଣୁ ସେମାନେ କେଉଁ ଅବସ୍ଥାରେ ଅଛନ୍ତି,
ସେମାନେ ବଡ଼ ଅସହାୟ ଅବସ୍ଥାରେ ଅଛନ୍ତି, କିଛି କରିହେବନି, ଏଭଳି ଗୋଟେ ଧାରଣା ସମସ୍ତଙ୍କ ଭିତରେ ଅଛି। ଅତୀତରୁ କୋଟି କୋଟି ବର୍ଷରୁ କେତେ ବର୍ଷରେ ମଣିଷ ସମାଜ ସୃଷ୍ଟି ହେଇଛି କିଏ ଜାଣେ, କିନ୍ତୁ ଆମ ପୂର୍ବପୁରୁଷମାନେ ଯେତେ ମୋ ବାପା ହୁଅନ୍ତୁ, ତାଙ୍କ ବାପା ହୁଅନ୍ତୁ, ତାଙ୍କ ବାପା ହୁଅନ୍ତୁ, ଯେତେ ପୂର୍ବପୁରୁଷଙ୍କ କଥା ମନେ କରିବ ସମସ୍ତେ ଏଇଭଳିଆ ଦୁଃଖରେ ଯାଇଛନ୍ତି, ଆସିଛନ୍ତି ସଂସାରକୁ ଏଇଭଳିଆ ଯାଇଛନ୍ତି। ତ ମୁଁ ତ ସେଇଆ ବାଧ୍ୟ, କ'ଣ ମୁଁ ଆଉ ଅଧିକ କ'ଣ ହେବି। ସେ ଯାଏ କୁହାହେଉଛି ଯେ ନାଇଁ, ତାର ସମାଧାନ ଆସିଯାଇଛି। ସମାଧାନ ଆସିନଥିଲା ବୋଲି ଆମେ ଅସହାୟ ଥିଲୁ, ବର୍ତ୍ତମାନ ସମାଧାନ ଆସିଯାଇଛି। 1967 ଅଗଷ୍ଟ ମାସର ଆଲୋଚନା ପଡ଼ିବା, ଶ୍ରୀ ଅରବିନ୍ଦଙ୍କ ସାଧନାର ବୈଶିଷ୍ଟ୍ୟ। ଶ୍ରୀ ଅରବିନ୍ଦଙ୍କ ସାଧନାର ବୈଶିଷ୍ଟ୍ୟ କ'ଣ, ଏ ସମ୍ବନ୍ଧରେ ଆମେମାନେ ବାରମ୍ବାର ନବଜ୍ୟୋତିର ବିଭିନ୍ନ ପ୍ରବନ୍ଧରେ ଆଲୋଚନା କରିଛୁ। ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣ ଯୋଗ ସହିତ ଅତୀତର ଯୋଗ ସକଳର ସମ୍ପର୍କ କ'ଣ, ସେ ସମ୍ପର୍କରେ ମଧ୍ୟ ଆମେମାନେ ବହୁ ସ୍ଥାନ ଆଲୋଚନା କରିଛୁ। ପୁରାତନ ଯୋଗ ଏବଂ ଶ୍ରୀ ଅରବିନ୍ଦ ଯୋଗ ଭିତରେ ସମ୍ପର୍କ କ'ଣ। ଗୋଟିଏ କଥା ସର୍ବଦା ମନେ ରଖିବାକୁ ହେବ ଯେ ଶ୍ରୀ ଅରବିନ୍ଦ ପୃଥିବୀର ବିବର୍ତ୍ତନ ଧାରାରେ ଯେଉଁ ତତ୍ତ୍ୱର ଅବତାରଣା ବା ସତ୍ୟର ପ୍ରତିଷ୍ଠା କଥା କହୁଛନ୍ତି, ତା ପୂର୍ବରୁ କେବେ ବି ହୋଇନଥିଲା। ଶ୍ରୀ ଅରବିନ୍ଦ ଯେଉଁ ତତ୍ତ୍ୱର ଅବତାରଣା କରୁଛନ୍ତି ବା ସତ୍ୟର ପ୍ରତିଷ୍ଠା କଥା କହୁଛନ୍ତି, ତା ପୂର୍ବରୁ କେବେ ବି ହୋଇନଥିଲା। ସେଇଥିପାଇଁ କୁହାଯାଉଛି ସମାଧାନ ଅଛି, ଅତୀତରେ ନଥିଲା। ମା ଶ୍ରୀ ଅରବିନ୍ଦ ଆସିଲା ପରେ କୁହାଯାଉଛି ଯେ ଆମ ସମସ୍ତ ସମସ୍ୟାର ସମାଧାନ ଅଛି। ଅତୀତରେ କହୁଥିଲା ଏଠି ନାହିଁ, ସମସ୍ୟାର ସମାଧାନ କିଛି ନାହିଁ, ତୁମକୁ ସମସ୍ୟା ଛାଡ଼ି ଦେଇକି ଚାଲିଯିବାକୁ ପଡ଼ିବ। ଏଠି ଥିଲେ ସମସ୍ୟା ଭୋଗିବାକୁ ପଡ଼ିବ, ତାର ସମାଧାନ ଅଛି। ଶ୍ରୀମା ଓ ଶ୍ରୀ ଅରବିନ୍ଦ ଅତିମାନ ଯୁଗର ପଥଦ୍ରଷ୍ଟା, ଅତିମାନ ସିଦ୍ଧିର ପ୍ରତିଷ୍ଠାତା। ଅତିମାନ ଯୁଗର ପଥଦ୍ରଷ୍ଟା, ଅତିମାନ ସିଦ୍ଧିର ପ୍ରତିଷ୍ଠାତା। ଗୋଟିଏ କଥାରେ କହିବାକୁ ଗଲେ ଅତିମାନ ସତ୍ୟର ଅବତରଣ ଓ କ୍ରିୟା ଫଳରେ ଏ ପୃଥିବୀରେ ଗୋଟିଏ ନୂତନ ସୃଷ୍ଟି, ନୂତନ ମାନବ ଜାତିର ଆବିର୍ଭାବ ହେବ। ଗୋଟିଏ କଥାରେ କହିବାକୁ ଗଲେ ଅତିମାନ ସତ୍ୟର ଅବତରଣ ଓ କ୍ରିୟା ଫଳରେ ଏହି ପୃଥିବୀରେ ଗୋଟିଏ ନୂତନ ସୃଷ୍ଟି, ନୂତନ ମାନବ ଜାତି ଆବିର୍ଭାବ ହେବ। ଏହାର ଅର୍ଥ ନୁହେଁ ଯେ ଏକ ଅବ୍ୟାପାର ଦ୍ୱାରା ଏ ପୃଥିବୀ ସମୟ ଧ୍ୱଂସ ହୋଇ ପୁଣି ଗୋଟିଏ ନୂତନ ସୃଷ୍ଟିର ପ୍ରତିଷ୍ଠା ଏବଂ ବରଂ ବିବର୍ତ୍ତନ ଧାରାରେ ବର୍ତ୍ତମାନ ମନୁଷ୍ୟ ଏକ ନୂତନ ଚେତନା, ନୂତନ ଆଲୋକ, ନୂତନ ଜ୍ଞାନ, ନୂତନ ଶକ୍ତି ଓ ସାମର୍ଥ୍ୟ ଲାଭ କରିବ। ଆମେ ଯାହା କହୁଛୁ ଯେ ଅତିମାନ ସତ୍ୟର ଅବତରଣ କ୍ରିୟା ଫଳରେ ପୃଥିବୀରେ ନୂତନ ସୃଷ୍ଟି ହେବ, ନୂତନ ମାନବ ଜାତିର ଆବିର୍ଭାବ ହେବ, ତାମାନେ ନୁହେଁ ଯେ ମାନବ ଜାତି ଧ୍ୱଂସ ହୋଇଯିବ, ପୁଣି ଗୋଟେ ନୂତନ ସୃଷ୍ଟି ହେବ, ସେ ନୂତନ ସୃଷ୍ଟି ଯେଉଁ ବ୍ୟକ୍ତି ଆସିବ, ସେମିତିଆ କୁହାହେଉନି। ଏଇ ମାନବର ରୂପାନ୍ତର ହେବ, ବିବର୍ତ୍ତନ ଧାରାରେ ଏଇ ମନୁଷ୍ୟ ରୂପାନ୍ତରିତ ହେବ। ତେଣୁ ଏଇ ଜାଗାରେ ସବୁ ସମ୍ଭବ ହେବ। ଏଠି ନୁହଁ, ଛାଡ଼ିକି ଚାଲିଯିବା କଥା ନୁହଁ, ଏଠି ସମ୍ଭବ ନୁହଁ ବୋଲି କହିବା କଥା ନୁହଁ। ମନୁଷ୍ୟକୁ ନୂତନ ଚେତନା, ନୂତନ ଆଲୋକ, ନୂତନ ଜ୍ଞାନ, ନୂତନ ଶକ୍ତି ଓ ସାମର୍ଥ୍ୟ ଲାଭ କରିବ। ସେହି ଚେତନା ଓ ଶକ୍ତି ଲାଭ କରିବା ଦ୍ୱାରା ତାହାର ଜାଗତିକ ଅଚେତନ ଓ ଅଜ୍ଞାନମୟ ଜୀବନର ଅବସାନ ଘଟିବ। ସେହି ଚେତନା ଓ ଶକ୍ତି ଲାଭ କରିବା ଦ୍ୱାରା ତାହାର ଜାଗତିକ ଅଚେତନ ଓ ଅଜ୍ଞାନମୟ ଜୀବନର ଅବସାନ ଘଟିବ। ପ୍ରକୃତିର ରୂପାନ୍ତର ହେବ, ସତ୍ୟାନ୍ତର ହେବ। ଅତି ସ୍ପଷ୍ଟ, ଯେଉଁ ଚେତନା ଓ ଶକ୍ତି ଲାଭ କରିବା ଦ୍ୱାରା, ସେ ଯେଉଁ ଚେତନା ଓ ଶକ୍ତି କୁହାଗଲା ତାକୁ ଲାଭ କରିବା ଦ୍ୱାରା ଜାଗତିକ ଅଚେତନ ଓ ଅଜ୍ଞାନମୟ ଜୀବନ ଅବସାନ ଘଟିବ। ଜାଗତିକ ମାନେ ଯେଉଁ ଆମେ ଜାଗ୍ରତ ଭାବରେ ଯେଉଁ ଜୀବନ ବଞ୍ଚୁଛୁ, ସେଇ ଜୀବନରେ କ'ଣ ଅଛି? ଅଚେତନା ଓ ଅଜ୍ଞାନ, ଅଚେତନ ଓ ଅଜ୍ଞାନମୟ ଜୀବନ, ତାର ଅବସାନ ଘଟିବ। ପ୍ରକୃତ ରୂପାନ୍ତର ହେବ, ସତ୍ୟାନ୍ତର ହେବ, ଅନ୍ୟ ଏକ ସତ୍ତା। ତାର ଦୃଷ୍ଟିକୋଣ ହେବ ଚୈତ୍ୟମୟ, ଆଧ୍ୟାତ୍ମିକ ବା ପ୍ରାଚୀନ ଅଧ୍ୟାତ୍ମ ଭାଷାରେ କହିଲେ ଈଶ୍ୱର କେନ୍ଦ୍ରିକ, ଗଡ୍ ସେଣ୍ଟର୍ଡ। ଗଡ୍ ସେଣ୍ଟର୍ଡ। ଏବେ ଯଦି କାହାକୁ ସେଣ୍ଟରରେ କୁହାହେଉଛି, ତ ମୋତେ ମୁଁ ନିଜକୁ ସେଣ୍ଟରରେ ରଖିଛି, କିମ୍ବା ସରକାରଙ୍କୁ ସେଣ୍ଟର ରଖିଛି, କିମ୍ବା ମୋର ଆତ୍ମୀୟ କାହାକୁ ସେଣ୍ଟର ରଖିଛି, ଯାହାକୁ କେନ୍ଦ୍ରରେ ରଖି ମୁଁ ଜୀବନ ବଞ୍ଚୁଛି, ସେ ମୋ ପାଇଁ ସବୁ କିଛି ବୋଲି ମୋତେ ଲାଗୁଛି। ବର୍ତ୍ତମାନ ଭଗବାନ ଆସିବେ, ଗଡ୍ ସେଣ୍ଟର୍ଡ ହେବ। ତାର ଦୃଷ୍ଟିକୋଣ ହେବ ଚୈତନ୍ୟ, ଆଧ୍ୟାତ୍ମିକ ବା ପ୍ରାଚୀନ ଅଧ୍ୟାତ୍ମ ଭାଷାରେ କହିଲେ
ईश्वर केन्द्रिक, गॉड सेंटर्ड। बर्तमान जो अहंपूर्ण, द्वंद्वमय, दुखमय, व्यस्ततापूर्ण, अशांतिकर जीवनधारा रही बहु भाव ऐक्ययुक्त, आनंदमय और समतायुक्त और शांतिमय हेब। बर्तमान जो अहंपूर्ण, द्वंद्वमय, दुखमय, व्यस्ततापूर्ण, अशांतिकर जीवनधारा रही ये बर्तमान जो जीवनधारा तार यू विशेषण कहगला कौन कौन? अहंपूर्ण, द्वंद्वमय, दुखमय, व्यस्ततापूर्ण एवं अशांतिकर ये जो जीवनधारा आम रही बहु भाव ऐक्ययुक्त, आनंदमय, समतायुक्त और शांतिमय हेब अच्छी या किंतु यही हम कौन कौन अच्छी अहं, द्वंद्व, दुख, व्यस्तता, अशांति से बहुत समय परिवर्तित हो ऐक्ययुक्त, आनंदमय, समतायुक्त, शांतिमय या हम ये अहंकेन्द्रिक मनुष्य व्यक्तित्व दिव्य ज्ञान परिपूरित हो नूतन व्यक्तित्व रूपांतरित हो। जो मनुष्य को अहं केन्द्र रखी मनुष्य बंची सबकि को अहं माध्यम नहीं करूला तार मनुष्य व्यक्तित्व दिव्य ज्ञान रे परिपूरित हो तार दिव्य ज्ञान परिपूरित हम तार एवं नूतन व्यक्तित्व रूपांतरित हो। से जो व्यक्तित्व मनुष्य बंचुची तार परिपूरित हो नूतन व्यक्तित्व रूपांतरित हो साधारण जीवन उत्थान हो दिव्य जीवन स्वाभाविक भाव में जो साधारण जीवन में बंचुची से उत्थान हो दिव्य जीवन। यह ही भावी जुगर आगामी मानव समाज विधि निर्दिष्ट लक्ष्य। आगामी मानव समाज भावी जुगर यह ही हूँ विधि निर्दिष्ट लक्ष्य और यह अवश्यम्भावी जोटा निश्चय हम अवश्यम्भावी हम ही हम। श्री अरविंद यही समस्यार गभीरता उपलब्धि करी आगामी जुग अर्थात आसन्न नवजुगर द्वार उन्मोचन करी मानव जाति हस्ते जो विशाल आध्यात्मिक ज्ञान आलोक शक्ति आनंद देते ताही अतिमान सत्य और शक्ति। ये लिखा उद्देश्य हूँ श्री अरविंद शरीर जो अतिमान शक्ति अवतरण करी नवजुगर द्वार उन्मोचन कर अतिमान शक्ति आगामी जुग अर्थात आसन्न नवजुगर द्वार उन्मोचन कर मानव जाति हस्त विशाल आध्यात्मिक ज्ञान आलोक शक्ति आनंद देते से हूँ अतिमानस सत्य और शक्ति। आम अतिमान सत्य कहले नथिंग इज इम्पॉसिबल भगवत शक्ति। श्री अरविंद कौन मतवाद धर्म संप्रदाय गोष्ठी दल बा पारंपरिक हिंदू धर्मर पुनः प्रतिष्ठाता नुहति आ गोटे नुआ किसी धर्म सृष्टि करना सब सहित कौन संपर्क ही नहीं। सकल मतवाद संप्रदाय धार्मिक दलगत बा गोष्ठीगत विचार ऊर्धे अधिष्ठान से बसन से सब ऊर्धे समग्र मानव जातिर नूतन पथ से उद्घाटन कर सीमा ए संबंध में बार बार सूचना दे कहते Sri Aurobindo has come on earth not to bring a teaching or a creed in competition with previous creeds or teachings, but to show the way to overpass the past and to open concretely the route towards an imminent and inevitable future. अर्थात श्री अरविंद पृथ्वी पर आविर्भूत होती अतीतर कौन सी धार्मिक शिक्षा बा मत सह प्रतियोगिता करी अन्य धर्म शिक्षा बा सांप्रदायिक मत प्रतिष्ठा करेंगे एपरी नुहे बरं से आश्चर्य वास्तव रूप से देखा देवाई से किपरि अतीत को पूर्ण रूपे अतिक्रम कर अनिवार्य और आसन भविष्य द्वारा उद्घाटन करा श्री अरविंद कौन पे आसुँच आ गोटे नुआ धार्मिक शिक्षा गोटे कि कंपिटिशन करा आगु एपर्तन कंपिटिशन कर प्रतियोगिता करा गोटे नुआटे ता आसना सी आश्चर्य वास्तव रूप से देखाई जे किपरि अतीत को पूर्ण रूपे अतिक्रम करहब अतीत को पूर्ण रूपे अतिक्रम करहब एक अनिवार्य और आसन भविष्य द्वार उद्घाटन कर
ଏକ ଅନିବାର୍ଯ୍ୟ ଆସନ୍ନ ଭବିଷ୍ୟତର ଦ୍ୱାର ତାକୁ ଆମକୁ ଖୋଲିବାକୁ ପଡ଼ିବ, ଉଦ୍ଘାଟନ କରିବାକୁ ହେବ। ଅଳ୍ପ ଦିନ ତଳେ ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ରର ଭାରତର ଆଧ୍ୟାତ୍ମିକ ଇତିହାସ ନାମକ ଏକ ବିଶେଷ ଯୋଜନା ଉପରେ ମା ଏକ ସୁସ୍ପଷ୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି, ଭାରତର ଆଧ୍ୟାତ୍ମିକ ଇତିହାସ ସ୍ପିରିଚୁଆଲ ହିଷ୍ଟ୍ରି ଅଫ୍ ଇଣ୍ଡିଆ ଏ ସମ୍ପର୍କରେ ମା ଗୋଟେ ମେସେଜ ଦେଇଥିଲେ। ତୁମେ ଇତିହାସର କ୍ରମାନ୍ୱୟ ଗତିରେ ଶ୍ରୀଅରବିନ୍ଦଙ୍କୁ ତାହାର ଚୂଡ଼ାନ୍ତ ପରିଣତି ରୂପେ ଦେଖାଇବାକୁ ଚାହଁ, ତାହା ସମ୍ପୂର୍ଣ୍ଣ ଭୁଲ। ଆମେ କହିବୁ ଯେ ଏପର୍ଯ୍ୟନ୍ତ ଇତିହାସରେ ଯେତେ 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 ସାଧୁସନ୍ଥ ଆସିଛନ୍ତି ସବୁଠୁ ଶେଷରେ ଶ୍ରୀଅରବିନ୍ଦ, ସଭା ଉପରେ ଶ୍ରୀଅରବିନ୍ଦ। ମା କହିଲେ ଏଇଟା ଭୁଲ, ସମ୍ପୂର୍ଣ୍ଣ ଭୁଲ। ଶ୍ରୀଅରବିନ୍ଦ ଇତିହାସର ଅନ୍ତର୍ଭୁକ୍ତ ନୁହନ୍ତି, ସେ ଇତିହାସର ସମ୍ପୂର୍ଣ୍ଣ ବାହାରେ ଓ ତାର ସମ୍ପୂର୍ଣ୍ଣ ଊର୍ଦ୍ଧ୍ୱରେ। ଆମେ ଏ କଥା କହିଲେ କ'ଣ କରିବୁ ନା ଏପର୍ଯ୍ୟନ୍ତ ଇତିହାସ ଯେଉଁମାନେ କରି ଆସିଛନ୍ତି ତାଙ୍କ ସାଙ୍ଗେ ଗୋଟେ କମ୍ପିଟିସନ୍ କରା ବା ତାଙ୍କ ସାଙ୍ଗେ ତୁଳନାତ୍ମକ ଭାବରେ କହିବୁ, ଏମାନେ ଯାହା ଯାହା କହିଲେ ଶ୍ରୀଅରବିନ୍ଦ ଏଠି ଫାଇନାଲ୍ ହେଲେ। ମା କହୁଛି ତାଙ୍କ ସାଙ୍ଗେ ତୁଳନା କରି ତୁମେ କହିପାରିବନି, କାରଣ ଶ୍ରୀଅରବିନ୍ଦ ଇତିହାସର ଅନ୍ତର୍ଭୁକ୍ତ ନୁହନ୍ତି। ଆଦୌ ଏମାନେ ତ ଇତିହାସରେ ଅଛନ୍ତି, ଇତିହାସ ଯାହାକୁ ତାକୁ ନେଇ ତୁମେ ତା ସାଙ୍ଗେ ଯେଉଁ କମ୍ପେୟାର କରିବ, ସେ ତ ଇତିହାସର ନୁହନ୍ତି ଜମା, ତା ସାଙ୍ଗେ କେମିତି କମ୍ପେୟାର ହେବ? ଶ୍ରୀଅରବିନ୍ଦ ଇତିହାସର ଅନ୍ତର୍ଭୁକ୍ତ ନୁହନ୍ତି, ସେ ଇତିହାସର ସମ୍ପୂର୍ଣ୍ଣ ବାହାରେ ଓ ତାର ସମ୍ପୂର୍ଣ୍ଣ ଊର୍ଦ୍ଧ୍ୱରେ। ଇତିହାସ ଭିତରେ ଶ୍ରୀଅରବିନ୍ଦଙ୍କୁ ବାନ୍ଧି ରଖି ହେବନି, ସେ ଇତିହାସ ବାହାରେ ଏବଂ ସମ୍ପୂର୍ଣ୍ଣ ଊର୍ଦ୍ଧ୍ୱରେ। ଶ୍ରୀ ଅରବିନ୍ଦଙ୍କ ଆବିର୍ଭାବ ପର୍ଯ୍ୟନ୍ତ ଧର୍ମ ଓ ଆଧ୍ୟାତ୍ମିକତା ବରାବର ଅତୀତର ମହାପୁରୁଷ ଗଣକୁ କେନ୍ଦ୍ର କରି ଗଢ଼ି ଉଠିଥିଲା। ଶ୍ରୀଅରବିନ୍ଦ ଆସିବା ପର୍ଯ୍ୟନ୍ତ କ'ଣ ହେଉଥିଲା? ବୌଦ୍ଧ ଧର୍ମ, ବୌଦ୍ଧ ଧର୍ମକୁ ନେଇକି, ଅଦ୍ୱୈତ ବେଦାନ୍ତ ଶଙ୍କରକୁ ନେଇକି, ଦିବ୍ୟ ଜୀବନ ସ୍ୱାମୀ ଶିବାନନ୍ଦକୁ ନେଇକି, ତାଙ୍କ ମଝିରେ କେନ୍ଦ୍ର ରହିକି ଏସବୁ ଚତୁର୍ଯୁଗରେ ଗଢ଼ି ଉଠୁଥିଲା। ଏବଂ ସେମାନେ ପାର୍ଥିବ ଜୀବନର ପ୍ରତ୍ୟାଖ୍ୟାନକୁ ସର୍ବଶ୍ରେଷ୍ଠ ଲକ୍ଷ୍ୟ ରୂପେ ଉପସ୍ଥାପିତ କରିଥିଲେ। ଏଇ ଯେଉଁ ଅତୀତର ମୁନି ଋଷି ଯୋଗୀମାନେ ଯେଉଁମାନଙ୍କୁ କେନ୍ଦ୍ର କରି ସବୁ ସଂସ୍ଥା ଗଢ଼ା ହେଇଯାଇଥିଲା, ଅନୁଷ୍ଠାନ ଗଢ଼ା ହେଇଥିଲା, ସେମାନେ କ'ଣ କରୁଥିଲେ? ପାର୍ଥିବ ଜୀବନର ପ୍ରତ୍ୟାଖ୍ୟାନ, ଏଇ ଜୀବନ ଯେଉଁ ବଞ୍ଚିଛୁ ଏଇ ଜୀବନକୁ ଛାଡ଼, ତା ପ୍ରତ୍ୟାଖ୍ୟାନ କର, ତାକୁ ହିଁ ସର୍ବଶ୍ରେଷ୍ଠ ଲକ୍ଷ୍ୟ ରୂପେ ଉପସ୍ଥାପିତ କରୁଥିଲେ। ଭଗବତ ସେବକର ପ୍ରାର୍ଥନା, ବିଘ୍ନ ବିନାଶନ ହେ ଭଗବାନ, ଜୟ ହେଉ ତୁମର। ଆମମାନଙ୍କ ଅନ୍ତରେ କିଛି ହେଲେ ଯେପରି ତୁମ କାର୍ଯ୍ୟରେ ଆଉ ବିଘ୍ନ ନ ଘଟାଏ, କିଛି ହେଲେ ଯେପରି ତୁମର ଆବିର୍ଭାବରେ ବିଳମ୍ବ ନ ଘଟାଏ। ସକଳ ବିଷୟରେ ସକଳ ମୁହୂର୍ତ୍ତରେ ପୂର୍ଣ୍ଣ ହେଉ ତୁମର ଇଚ୍ଛା। ତୁମ ସମ୍ମୁଖରେ ଛିଡ଼ା ହେଇଛୁ ଆମମାନେ, ତୁମର ଇଚ୍ଛା ହିଁ ଆମମାନଙ୍କ ମଧ୍ୟରେ, ଆମମାନଙ୍କ ସତ୍ତାର ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡ଼ାରୁ ତୁଚ୍ଛତମ ପ୍ରତ୍ୟେକଟି କୋଷରେ ପୂର୍ଣ୍ଣ ହେଉ। ତୁମଠାରେ ଆମମାନଙ୍କର ନିଷ୍ଠା ଯେପରି ସର୍ବାଙ୍ଗୀନ ଚିରନ୍ତନ। ଆମମାନେ ଅନ୍ୟ ସବୁକିଛି ପରିହାର କରି ଚାହୁଁ ସମ୍ପୂର୍ଣ୍ଣ ରୂପେ ତୁମ ପ୍ରଭାବର ଅଧୀନରେ ରହିବାକୁ। ଆମମାନେ କେବେ ଯେପରି ନ ଭୁଲୁ ତୁମ ନିକଟରେ ଗଭୀର ଭାବରେ ନିବିଡ଼ ଭାବରେ କୃତଜ୍ଞ ହୋଇ ରହିବାକୁ। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ଯେଉଁ ଅପରୂପ ସମ୍ପଦ ସବୁ ଦାନ କରିଯାଉଛ, ସେସବୁର କିଛି ହେଲେ ଯେପରି ଆମମାନେ ଅପଚୟ ନ କରୁ। ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହଚର ହୁଏ, ସେସବୁ ଯେପରି ପ୍ରସ୍ତୁତ ହୋଇ ଉଠନ୍ତି ତୁମର ସିଦ୍ଧି ସକାଶେ। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଜୟ ହେଉ ତୁମର। ତୁମର ବିଜୟରେ ଦିଅ ଆମମାନଙ୍କର ଜ୍ୱଳନ୍ତ ସକ୍ରିୟ ଚରମ ଅଟଳ ବିଶ୍ୱାସ। English. In the name of the mother, for the sake of the mother, by the power of the mother, with the strength of the mother, to all adverse, harmful being or force, I order to quit this place at once and forever.